ଆଉ ଗୋଟେ ମାସ ପରେ ଆପଣ ପିଏମ୍ କିଷାନ ପାଇବେ କି ସିଏମ୍ କିଷାନ ପାଇବେ କି ସୁଭଦ୍ରା ପାଇବେ 9,000 ଟଙ୍କା ପାଖାପାଖି, ସୁଭଦ୍ରାର 5,000 ଟଙ୍କା, ଆପଣ ପିଏମ୍ କିଷାନ 2,000 ଟଙ୍କା, ସିଏମ୍ କିଷାନ 2,000 ଟଙ୍କା, ଭୂମିହୀନ 12,500ରୁ ତାଙ୍କର ଆଉ ଟଙ୍କାଟା ମିଳୁନାହିଁ। ଏଇଭଳିଆ ନାନାଦି କ୍ୱେଶ୍ଚନ୍ ପ୍ରତ୍ୟେକ ଦିନ ମୋ ମୋବାଇଲକି ଆଜ୍ଞା ଆସୁଛି ଏବଂ ପ୍ରତ୍ୟେକ ଦିନ ମଧ୍ୟ ଆପଣମାନେ ଭିଡ଼ିଓ ଦେଖୁଥିବେ। କିନ୍ତୁ ଆଜ୍ଞା ଗୋଟିଏ କଥା ମୁଁ କହି ରଖିମି, ପିଏମ୍ କିଷାନ ଟଙ୍କା ହେଉ ବା ସିଏମ୍ କିଷାନ ଟଙ୍କା ହେଉ, ଆପଣଙ୍କର ଗୋଟିଏ କଥା ସାର୍ ଆମକୁ ଡେଟ୍ କୁହନ୍ତୁ କେଉଁ ଦିନ ଆଜ୍ଞା ପୁରା ଅନେଇକି ଆଜ୍ଞା ଦର୍ଶକ ବନ୍ଧୁମାନେ ଅଛନ୍ତି। କିନ୍ତୁ ଗୋଟେ କଥା ଭାବିଛନ୍ତି ଆଜ୍ଞା, ଆପଣଙ୍କର 10,000 ଟଙ୍କା ଗଭର୍ଣ୍ଣମେଣ୍ଟ ଦେଉଛି, ମାନେ 10,000 ମାନେ କ'ଣ କଲେ, ପିଏମ୍ କିଷାନ ମିଳୁଛି 6,000 ଟଙ୍କା 3ଟା କିସ୍ତିରେ, ଇଏ ଆପଣଙ୍କୁ ଦେଉଛି 4,000 ଟଙ୍କା ସିଏମ୍ କିଷାନରେ, 10,000 ପାଖା ମିଳୁଛି। ଦିନକୁ ପଇଲା 27 ଟଙ୍କା କେତେ ପଇସା ଆଜ୍ଞା ପଡ଼ୁଛି। ଏଇ 27 ଟଙ୍କାକୁ ଆପଣଙ୍କୁ ଅନେଇକି ରହିଛନ୍ତି ଯେ ପ୍ରକୃତରେ ଇଏ କେଉଁ ଦିନ ମିଳିବ। ଏବଂ କିଛି ଲୋକ କହୁଛନ୍ତି ମଧ୍ୟ ବି ପିଏମ୍ କିଷାନ ପଇସା ମଧ୍ୟ ବି 9,000 ଟଙ୍କା ମଧ୍ୟ ବି ହେଇପାରେ। କିନ୍ତୁ ହେଇପାରେ ହେବା ସେଟା ପରର କଥା ଆଜ୍ଞା। କିନ୍ତୁ ଦେଖନ୍ତୁ ଆପଣଙ୍କର ଗୋଟିଏ କଥା ମୋତେ କେଉଁ ଅନୁସାରେ ଦେଖନ୍ତୁ, ମୁଁ ଆପଣଙ୍କୁ କେତେଟା ସ୍କ୍ରିନଶଟ୍ ଦେଖାଉଛି, ମୁଁ ଆପଣଙ୍କୁ ଦେଖାଉଛି, ଆପଣ ଦେଖନ୍ତୁ ଏଇଭଳିଆ ଆପଣଙ୍କର ହେଇଛି ନା ହେଇନି। ପିଏମ୍ କିଷାନ ଆପଣଙ୍କର ସବୁ ଠିକ୍ ଅଛି, ସିଏମ୍ କିଷାନ ଆସିଯାଉଛି, ପିଏମ୍ କିଷାନ ତ ଆସୁନି। କ'ଣ ଲେଖୁଛି, ୟୋର ପେମେଣ୍ଟ ଇଜ୍ ଟେମ୍ପୋରାଲି ଷ୍ଟପ୍ଡ as you are under suspected case both the current and previous land ownership receiving PM Kisan benefit. The case is under verification. Kindly contact your newer concerned department. ଆପଣଙ୍କର FTO ଠିକ୍ ମାରିକି ଦେଖନ୍ତୁ ରହିଛି ଗ୍ରୀନରେ। ଟିକେ ତଳକୁ ଯାଆନ୍ତୁ, ଦେଖନ୍ତୁ ଏପଟେ ଯାଆନ୍ତୁ, ଟିକେ PM କିଷାନ ଯାଆନ୍ତୁ, PM କିଷାନ କଥା କହୁଛି। ରିଜେକ୍ଟେଡ୍ ବାଇ ଡିଷ୍ଟ୍ରିକ୍ଟ, ଲ୍ୟାଣ୍ଡ ଡକୁମେଣ୍ଟ ଇଜ୍ ନଟ୍ ଆଭେଲେବୁଲ୍, ମାନେ ସବୁ ଥାଇକି ମଧ୍ୟ ବି ଭେରିଫାଏ ବାଇ ଡିଷ୍ଟ୍ରିକ୍ଟ ଆଣ୍ଡ ପେଣ୍ଡିଂ ଆପ୍ରୁଭ୍ ଆଟ୍ ଷ୍ଟେଟ୍ ଲେବୁଲ୍। ତାପରେ ଆପଣଙ୍କର ସିଏମ୍ କିଷାନ ଦେଖନ୍ତୁ, ଏଠି ଦେଖନ୍ତୁ ବ୍ଲୁ ଚିହ୍ନ ହେଇକି ଦେଖନ୍ତୁ ଗୋଟେ ଅଛି, ଆପ୍ଲିକେସନ୍ ଠିକ୍ ମାରିଛି, ଏସବୁ ଠିକ୍ ଠାକ୍ ମାରିଛି, କିନ୍ତୁ ଆଜ୍ଞା ଲାଷ୍ଟରେ ମଧ୍ୟ ଅଟକି ଯାଇଛି। ତଳେ କ'ଣ ଲେଖିଛି ଦେଖନ୍ତୁ, ୟୁଅର୍ ଇଲିଜିବୁଲ୍ ୱିଲ୍ ବି କନସର୍ନଡ୍ ଡ୍ୟୁରିଂ ଦ ରିଲିଜ୍ ଫର୍ ଦ ଫୋର୍ଥ କମିଂ ଇନଷ୍ଟଲମେଣ୍ଟ, ଇଏ ରଖିଛି। କହିଦେଉଛି ଆଜ୍ଞା ସବୁର କଥା, ଆପଣ ଟିକେ ସମୟ ଦିଅନ୍ତୁ। ଆପଣଙ୍କର ଯେଉଁ ଡାଉଟ୍ ରହିଛି ପିଏମ୍ ଏଠି ଦେଖନ୍ତୁ ସବୁ ଠିକ୍ ଅଛି, କିନ୍ତୁ ବ୍ଲାଙ୍କ, ଟଙ୍କା ଆଇଲା ମଧ୍ୟ ନାହିଁ। ଏଠି ଦେଖନ୍ତୁ FTO ପ୍ରୋସେସ୍ ନୋ, ଇଏ ମଧ୍ୟ ଟଙ୍କା ଆଇଲା ନାହିଁ। RFT ସାଇନ୍ ବାଇ ଷ୍ଟେଟ୍ ଫର୍ ଫାଷ୍ଟ ଇନଷ୍ଟଲମେଣ୍ଟ ରହିଲା। କିଛି ଲୋକ ରାସନ କାର୍ଡ଼ ମଧ୍ୟ କଟିଯାଇଛି। ଏଠି ଦେଖନ୍ତୁ ପଇସା ଆସିଲା, ଆଙ୍କ ଦେଖନ୍ତୁ 96 ଆଧାର ମ୍ୟାପିଂ ଲେଖି ରହିଗଲା, ଇଏ ମଧ୍ୟ ବି ପ୍ରୋବ୍ଲେମ୍ ହେଲା। ଏଠି ଦେଖନ୍ତୁ ସବୁ ଠିକ୍ ଅଛି, କିନ୍ତୁ ଫାଷ୍ଟ ଇନଷ୍ଟଲମେଣ୍ଟ ଆସିଲା, ଆଧାର ସେକେଣ୍ଡ ଇନଷ୍ଟଲମେଣ୍ଟ କ'ଣ ଲେଖନ୍ତୁ, ଆଧାର ନମ୍ବର ଡି ସିଡ୍ ଫର୍ NPCI ମ୍ୟାପିଂ, ମାନେ ପଇସା ଗଭର୍ଣ୍ଣମେଣ୍ଟ ଥିଲା, ଆପଣଙ୍କ ପଇସା ହେଲା ନାହିଁ। ତାପରେ ଆଉ କିଛି ସ୍କ୍ରିନଶଟ୍ ଅଛି ମୋ ପାଖରେ ହାତ ଲାଗିଛି, ଏଠି ଆପଣଙ୍କର ସବୁ ଜିନିଷ ଦେଖନ୍ତୁ ଗ୍ରୀନ୍ ଅଛି, କିନ୍ତୁ ଇଲିଜିବୁଲ୍, କିଛି ଟଙ୍କାଟେ ମଧ୍ୟ ଆସିନି ଏପର୍ଯ୍ୟନ୍ତ। ତାପରେ ଦେଖନ୍ତୁ ଆମେ ଟିକେ ଯିବା, ଏଠି ଦେଖନ୍ତୁ FTO ନୋ ପ୍ରୋସିଡ୍ ଲେଖିଲା ନୋ, ଇଏ ମଧ୍ୟ ବି ଛକି ମାରିଦେଲା, ପଇସା ଆଇଲା ନାହିଁ। ଏଠି ମଧ୍ୟ FTO ପ୍ରୋସେସ୍ ଲେଖିଲା ନୋ, ଏଠି ମଧ୍ୟ କିଛି ବ୍ୟାଙ୍କ ଫ୍ୟାଙ୍କ ନାଁ ମଧ୍ୟ କିଛି ଆସିଲା ନାହିଁ, ପୂର୍ବ କଥା ମୁଁ କହୁଛି। ଏପଟେ ଦେଖନ୍ତୁ ସିଏମ୍ କିଷାନ ଦେଖନ୍ତୁ, ଦ ଆପ୍ଲିକେସନ୍ ଡିଟେଲ୍ସ ପ୍ରୋଭାଇଡ୍ ଆର୍ ଇନସଫିସିଏଣ୍ଟ, ପ୍ଲିଜ୍ ରି ରେଜିଷ୍ଟର ଫର୍ ସିଏମ୍ କିଷାନ ପୋର୍ଟାଲ। ଆଜ୍ଞା ଦେଖନ୍ତୁ କେତେ ପ୍ରକାର ଆଜ୍ଞା କ'ଣ କହିମି ଆଜ୍ଞା, ଏଇଭଳିଆ ସବୁ ଆଜ୍ଞା ଚାଲିଛି। ଏଠି ଦେଖନ୍ତୁ ଆମର ସବୁ କିସ୍ତି ପାଇଯାଇଛି ବରାବର, କିଛି ଗୋଟେ ହେଲେ ବାକି ନାହିଁ। ଏଠି ଦେଖନ୍ତୁ ସେକେଣ୍ଡ ଇନଷ୍ଟଲମେଣ୍ଟ ଲେଖିଲା ନୋ, ସେକେଣ୍ଡ ଇନଷ୍ଟଲମେଣ୍ଟ ପେମେଣ୍ଟ ଷ୍ଟପ୍ଡ ବାଇ ଷ୍ଟେଟ୍ ଫର୍ ରିକ୍ୱେଷ୍ଟ ଫର୍ ଡିଷ୍ଟ୍ରିକ୍ଟ, ତାମାନେ ସେକେଣ୍ଡ ଇନଷ୍ଟଲମେଣ୍ଟ ପେମେଣ୍ଟ ଷ୍ଟପ୍ଡ କଲା କିଏ, ରିକ୍ୱେଷ୍ଟ କଲା କିଏ, ଡିଷ୍ଟ୍ରିକ୍ଟ ବୋଲା କିଏ, ସେମାନଙ୍କୁ ପଇସା ଦିଅ ନାହିଁ, ଇଏ ମଧ୍ୟ ବି ପଡ଼ିକି ରହିଲା। ତାମାନେ କେଉଁଠି ନା କେଉଁଠି ମଧ୍ୟ ବି ଆପଣଙ୍କର ସବୁ ଠିକ୍ ଥାଇକି ମଧ୍ୟ ପଇସା ମିଳିବ ଅଛି ଗ୍ୟାରେଣ୍ଟି ମଧ୍ୟ ବି ନାହିଁ। ଏଠି ଦେଖନ୍ତୁ ପଇସା କେବେ ଆସିଥିଲା ପିଏମ୍ କିଷାନର 19/11/2025ରେ ପିଏମ୍ କିଷାନ 2,000 ଟଙ୍କା ଦେଖନ୍ତୁ ଆସିଥିଲା। ଏପଟେ ଆମେ ଦେଖିବା, ଦେଖନ୍ତୁ ସରେଣ୍ଡର ବାଲାଙ୍କର ମଧ୍ୟ ବି କିଛି ଲୋକଙ୍କ ମଧ୍ୟ କ୍ଲିୟର ହେଇଥିଲା। ମାନେ ମୋଟାମୋଟି କହିବା କଥା, ଏପଟେ ଦେଖନ୍ତୁ ସୁଭଦ୍ରା ଟିକେ ଲକ୍ଷ୍ୟ କରନ୍ତୁ, ସୁଭଦ୍ରା ତ କହୁଛନ୍ତି ପଇସା ମିଳିବ, ତ ମାର୍ଚ୍ଚ 8ରେ ମିଳିବ। ଇଏ ତ ଆଜ୍ଞା ବହୁତ ଲୋକ ଟଙ୍କାଟେ ମଧ୍ୟ ପାଇନାହାନ୍ତି, ଆପଣ ଭଲ ଜାଣିଥିବେ। ବହୁତ ଲୋକ ମଧ୍ୟ ବି ନୂଆ ଆପ୍ଲାଏ କରିଛନ୍ତି, ପଇସା ପାଇନି। ITR ସ୍କଲାରସିପ୍ ସେ ମଧ୍ୟ ପଇସା ପାଇନାହାନ୍ତି। ଏଠି ଦେଖନ୍ତୁ 3ଟା ଅଣ୍ଡର ପ୍ରୋସେସ୍, ଟଙ୍କାଟେ ଗୋଟିଏ ହେଲେ ଟଙ୍କାଟେ ମଧ୍ୟ ଇଏ ପାଇନାହାନ୍ତି ସୁଭଦ୍ରାର। ଏଠି ସ୍କଲାରସିପ୍ ପାଇଁ ମଧ୍ୟ କଟିଗଲା। ତାମାନେ ମୋଟାମୋଟି କହିବା କଥା ଗଲେ, ଆପଣଙ୍କର ସାର୍ ଗୋଟିଏ କଥା ମୋତେ କୁହନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖିବା ଆଜ୍ଞା, ବିଲକୁଲ ସ୍କିପ୍ କରିବେନି, ଗଡ଼େ ଦେଖିବେ ନାହିଁ। ଏଇଟା ମୋର ଶେଷ ଭିଡ଼ିଓ। ମୋର ସିଏମ୍ କିଷାନ PM କିଷାନ ଭିଡ଼ିଓ ଆଜ୍ଞା ମୋର ବହୁତ କମ୍ ମିଳିବ, ଯେତେବେଳେ ପାଖେଇ ଆସେ ନାଇଁ ଭିଡ଼ିଓ ଦିଏ, ମୁଁ ତା ପୂର୍ବରୁ ଭିଡ଼ିଓ ଆଜ୍ଞା ଦିଏ ନାହିଁ। ଆଜ୍ଞା ଆମେ ଷ୍ଟାର୍ଟ କରିବା, PM କିଷାନ ଟଙ୍କା କେବେ ମିଳିବ। ଆପଣ ବି ଜାଣିଛନ୍ତି ନଭେମ୍ବର ମାସରେ PM କିଷାନ ଟଙ୍କା ଆସିଥିଲା। ଯଦି ନଭେମ୍ବର ମାସରେ PM କିଷାନ 19 ତାରିଖରେ ଆସିଥିଲା, ତାମାନେ ଆପଣ ଟଙ୍କା କେବେ ପାଇବେ?
ନଭେମ୍ବର ଗଲା, ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ତାମାନେ ଇଏ ପାଖାପାଖି ମାର୍ଚ୍ଚ ହେଲେ ଯାଇକି ଯା କହିହେବ। ତା ପୂର୍ବରୁ କିଛି ବି କହିହେବ ନାହିଁ। 1000 ଭିଡ଼ିଓ ଦେଖିବା କିଛି ଆବଶ୍ୟକତା ମଧ୍ୟ ବି ନାହିଁ, କାରଣ ଟଙ୍କା ସରକାର ଦେବେ, କୌଣସି ୟୁଟ୍ୟୁବର ନୁହେଁ। 100ଟା ଭିଡ଼ିଓ ଦେଖିବା କିଛି ଆବଶ୍ୟକତା ନାହିଁ। ନିଜ କାମ ଉପରେ ବର୍ତ୍ତମାନ ଫୋକସ୍ ରଖନ୍ତୁ, ଲାଭ ଅଛି ବରଂ। 2ରେ ମୋ ଭିଡ଼ିଓ ଦେଖି ବହୁତ ଆଜ୍ଞା ମୋ ଭିଡ଼ିଓ ଏବେ ପାଇବେନି। ମୋ ଭିଡ଼ିଓ ଦେଖନ୍ତୁ ବହୁତ ଦିନ ପରେ ଗୋଟେ ଭିଡ଼ିଓ ମାରିଲେ, କାରଣ ଆପଣ ବାରବାର ମୋତେ କ୍ୱେଶ୍ଚନ୍ ପଚାରୁଛନ୍ତି। ଆଉ ଏଇ ଯେଉଁ ପେମେଣ୍ଟ ଯେଉଁ ରିକ୍ୱେଷ୍ଟ ହେଇଛି, ମୁଁ କହିଦେବି ଶେଷରେ ଆଜ୍ଞା, ଯଦି ମେଜର ପ୍ରୋବ୍ଲେମ୍ ହେଇଥିବ, ଆପଣ କିପରି ଘରେ ବସିକି ଆମ ମାଧ୍ୟମରେ ବି ସଲ୍ଭ କରିପାରିବେ। ଖାଲି ଭିଡ଼ିଓ କଥା ଖାଲି କ'ଣ ଭାଇ ହେବ, ଖାଲି ଭିଡ଼ିଓ ଦିନ ମାନେ ସଲ୍ଭ, ଲୋକଙ୍କର କାମ ସେଟା ସଲ୍ଭ ହେବା ଦରକାର। 2ରେ ଦେଖନ୍ତୁ ସିଏମ୍ କିଷାନ କେବେ ଆସିବ। ଆପଣ ଜାଣିଛନ୍ତି ସିଏମ୍ କିଷାନ ନୂଆଖାଇରେ ଗୋଟେ ଅକ୍ଷୟ ତୃତୀୟାରେ ଗୋଟେ ମିଳେ, ଆପଣ ବି ଜାଣିଛନ୍ତି। ଆପଣଙ୍କର ଦେଖିବା ଯଦି ଇଏ ଯାଇକି କେବେ ଅଛି, ଯାଇକି ଏପ୍ରିଲରେ ଯାଇକି ଅକ୍ଷୟ ତୃତୀୟା ପଡ଼ିବ, 19 ଏପ୍ରିଲ 2026 ନା କ'ଣ ବୋଧେ। ତାମାନେ ଇଏ ବି ଏବେ ଆସିବାର ନାହିଁ। କିନ୍ତୁ ମୁଁ ଏଥିପାଇଁ 9000 ଟଙ୍କା କହିଲି, ମାର୍ଚ୍ଚ ମାସରେ 5 ଆସିବ ସୁଭଦ୍ରାର, ଯିଏ ନ ପାଇଛନ୍ତି କହୁଛନ୍ତି 10 ଆସିବ, ନ ପାଇଛନ୍ତି ଯେ 15 ବି ଆସିବ, ନ ପାଇଛନ୍ତି 20 ବି ଆସିବ, କହି ହେଉନାହିଁ। କିନ୍ତୁ ଆଜ୍ଞା ମୁଁ କହିଛି ଯେ ପର୍ଯ୍ୟନ୍ତ ନ ଆସିଥିଲା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ନାହିଁ, କାରଣ ଆପଣ ସୁଭଦ୍ରା କଥା କିଛି ଗ୍ୟାରେଣ୍ଟି କିଛି ନାହିଁ। 5 ପାଇଯିବେ, ଯଦି ପାଇଯିବେ, ଯଦି ବରାବର 100 ପାଇଥାନ୍ତି ତ ଏବେ କହି ହେଉନି, ପ୍ରତିଥର ସେ ଚେକିଂ ବି କରୁଛନ୍ତି। ଏବଂ ଏହି ସମୟରେ ITR ଫାଇଲ୍ ହେଲା କି ଅନ୍ୟାନ୍ୟ କିଛି କାମ ମଧ୍ୟ ବି କରନ୍ତୁ ନାହିଁ, ଲୋନ୍ ଫୋନ୍ କରନ୍ତୁ ନାହିଁ, କି ଅନ୍ୟାନ୍ୟ କିଛି ମଧ୍ୟ ବି ଯଦି କିଛି ଆଗକୁ ବଢ଼ୁଛନ୍ତି ରହିଯାଆନ୍ତୁ ଆଜ୍ଞା। ଆଉ ଯଦି ଆପଣ ଚାହୁଁଛନ୍ତି ନା PM ମିଶନ ସିଏମ୍ ମିଶନ କାଳିଆ ପଇସା ମୋର ଯାଉ ବରଂ ମୁଁ ଗାଡ଼ି କରିମି, ଯାଉ ବରଂ ମୁଁ ଘର କରିମି, ଯାଉ ବରଂ ମୋର ଇନକମ୍ କରିମି, ITR ଦେମି, ତାହେଲେ ଆପଣଙ୍କର ଭାବନାଟା ହେଉଛି ବଡ଼। ଆପଣ ବଡ଼ ଭାବନା ନେଇକି ମଧ୍ୟ ବି ଚଳିବା ଦରକାର। ଶାହରୁଖ ଖାନଙ୍କ ମା କହିଲା ଭଳିଆ, ଶାହରୁଖ ଖାନ କହିଥିଲା ସବୁବେଳେ ବଡ଼ ଚିନ୍ତା କର, ସବୁବେଳେ ବଡ଼ ଚିନ୍ତା କରିବ, ବଡ଼ ମାଇଣ୍ଡରେ ପଶିବ, ବଡ଼ କଥା ବଡ଼ କାମ ହିଁ କରିବ। ସେ ଯାଉ, ରାସନ କାର୍ଡ଼ ଯାଉ, PM ମିଶନ ଯାଉ, ସିଏମ୍ ମିଶନ ଯାଉ, ମୋ କଥା ଖରାପ ଭାବିବେ ନା ଆଜ୍ଞା, କାରଣ ଆପଣ क्या बात है सर, क्या बात है सर, क्या बात, ये बात है। ଜାଣିଛନ୍ତି ଭଲ ଭାବରେ ଇଏ ହେଉଛି ଅଲଗା ପ୍ରକାର ପଇସା ଦିଆଯାଉଛି। ଆପଣ ଦିମାଗ ଲଗାନ୍ତୁ, ମୁଁ କହି ଯାଇପାରିବେ ନା ଆପଣଙ୍କର କାମରେ ଲାଗିବ, ନା କିଛି ଗୋଟେ ଆପଣଙ୍କର ଇଏ ହେବ। କେବଳ ବୁଝିପାରୁଥିବେ କ'ଣ ପାଇଁ ଆଜ୍ଞା, ଆଉ କିଛି ନୁହେଁ। କିନ୍ତୁ ତଥାପି ମୁଁ କହୁଛି ସରକାରୀ ଯୋଜନା, ଏବଂ ତାକୁ ମୋତେ ଡରଉଛନ୍ତି, PM ମିଶନ କାର୍ଡ଼ ଦେମୁ, ସିଏମ୍ ମିଶନ କାର୍ଡ଼ ଦେମୁ, ରାସନ କାର୍ଡ଼ ଦେମୁ, ଆୟୁଷ୍ମାନ କାର୍ଡ଼ ଦେମୁ ନାହିଁ, ଇଏ ମଧ୍ୟ ଏକଦମ ଡରାଡରି ଚାଲିଛି। ଛାଡ଼, ମୁଁ ସିଆଡ଼ୁ ବାରମ୍ବାର କହୁନି, ଆପଣ ଭଲ ଭାବେ ଜାଣିଛନ୍ତି। କଥା ପଡ଼ିଛି କ'ଣ, ମୋ ଭିଡ଼ିଓ ଆପଣ କ'ଣ ଲାଗୁଥିବ ମୁଁ ଜାଣିନି। ମୁଁ କଥା କହିଲା ବେଳେ ଟିକେ ଭିଡ଼ିଓ ଲମ୍ବା ଟିକେ ହେଇଯାଏ, ଖରାପ ଭାବିବେ ନା ଆଜ୍ଞା, ସବୁ କଥା ବୁଝେଇକି ମୁଁ କହେ। ଆପଣ ତ ଭିଡ଼ିଓ ଦେଖୁଛନ୍ତି, ଲାଇକ୍ ବି କରୁନାହାନ୍ତି, ସବସ୍କ୍ରାଇବ୍ ବି କରୁନାହାନ୍ତି, କାରଣ ସବସ୍କ୍ରାଇବ୍ କରିବା ଦ୍ୱାରା ଆପଣଙ୍କ କଥା କେଉଁଠି ନା କେଉଁଠି ଆମ ଭିଡ଼ିଓ ମାଧ୍ୟମରେ ଯାଉଛି ଆଜ୍ଞା, କିଏ କହିଲା ଯାଉନି, ଯାଉଛି। ଆପଣ ମଧ୍ୟ ବି ଜାଣିବା ଦରକାର। ତମେ ଜାଣିଗଲେ ସିଏମ୍ ମିଶନ PM ମିଶନ ବି ଆସିବାର ଚାନ୍ସ ଏବେ ନାହିଁ। ତାପରେ ବାକି ଏଇ ଯେଉଁ ପ୍ରୋବ୍ଲେମ୍ ସବୁ ହେଇଛି, ଏଇ ଯେଉଁ କାହାର ସବୁ ଠିକ୍ ଅଛି, ପଇସା ଆସିନାହିଁ, କାହାର ଷ୍ଟେଟ୍ ଅଟକିଛି, କାହାର ଆପଣ ବି ଜାଣିଛନ୍ତି DBT ଥିବା ଦରକାର, ସବୁ ଠିକ୍ ଥିବ, ଆପଣ କୁଶ ରେଜିଷ୍ଟର ନଥିବ। 2019 ପାଖରୁ ଯେଉଁ ଥିଲା ଯେଉଁ ଟାଇମଟା, ସେଇ ଲୋକଙ୍କ ପ୍ରାୟ ଲୋକଙ୍କ ମଧ୍ୟ ପଟା ମଧ୍ୟ ବି ନାହିଁ, ଯାହାଫଳରେ ମଧ୍ୟ ପ୍ରୋବ୍ଲେମ୍ ମଧ୍ୟ ବି ହେଉଛି। ଏଇ ମେନ୍ ହେଉଛି କଥା, ରାସନ କାର୍ଡ଼ ମଧ୍ୟ କମ୍ପଲସରି କରିଦେଇଛି। ଏଇସବୁ ଜିନିଷ ଆପଣଙ୍କର ଗୋଟେ ରାସନ କାର୍ଡ଼ 2 ଜଣ ଥିଲେ ମଧ୍ୟ ହେବ ନାହିଁ, ଗୋଟେ ଜଣ ବି ପାଇବ। ଘର ଭିତରେ ଆଉ କିଏ ପାଇଥିଲେ ଆପଣ ବି ପାଇବେନି, ସେଠି ଗୋଟେ ମେନସନ୍ ବି ହେଇକି ଗୋଟେ ମଝିରେ ଗୋଟେ ଚାଲିଥିଲା ମଝିରେ। ତାମାନେ ଏଠି ଯେଉଁ ଆପଣଙ୍କ ଏଡିଟ୍ ବି କିଛି ଦେଇଛି, ନୂଆ ଫାର୍ମ ଚାଲିବ କରିପାରିବେ, ଷ୍ଟାଟସ୍ ଅପଡେଟ୍ ମୋବାଇଲ୍ ନମ୍ବର, ଏସବୁ ଆପଣ ଜନସ୍ୱାଗତ ଯାଇକି ପାଖରେ ବି କରିପାରିବେ। କିନ୍ତୁ କଥା ପଡ଼ିଛି ଗୋଟେ କଥା, ଯେ ସବୁ ଠିକ୍ ଅଛି, ଟଙ୍କା ଆସୁନି। ଇଏ ଗୋଟେ କିଏ ଦେଖନ୍ତୁ ଭିଡ଼ିଓ ଲେଖିଛି, ଜାନୁଆରୀ 27 ମିଳିବ ସିଏମ୍ ମିଶନ, ଦେଖୁନାହାନ୍ତି, ଜାନୁଆରୀ 27 ମିଳିବ, ଜାନୁଆରୀ 28 ମିଳିବ, କାଲି ପଇସା ମିଳିବ, ଆଜି 15,000 ଟଙ୍କା ମିଳିବ, ମାନେ ଏଇଭଳିଆ ଆଜ୍ଞା ଚାଲିଛି। ସତ କଥା, ବାଇ ହେବା କିଛି ଆଜ୍ଞା ଦରକାର ନାହିଁ। 3,000 ଟଙ୍କା ମଧ୍ୟ ବଢ଼ିବା କଥା ମଧ୍ୟ ବଢ଼ିନାହିଁ। ସେ ଗ୍ରାମ ରକ୍ଷୀଙ୍କର 2,500 ଟଙ୍କା ବଢ଼ିବ ବୋଲି କହୁଥିଲେ, କିନ୍ତୁ ଭତ୍ତା ବଢ଼ିଗଲା ବୋଲି 2,500 ଲେଖୁଛନ୍ତି। ଜେନୁଇନ୍ ସବସ୍କ୍ରାଇବର ହୁଅନ୍ତୁ, ଜେନୁଇନ୍ ଭିଡ଼ିଓ ଦେଖନ୍ତୁ, ଯାହା ଭିଡ଼ିଓ ବି ଦେଖନ୍ତୁ। କିନ୍ତୁ ଗୋଟିଏ କଥା ମନେ ରଖିଥାନ୍ତୁ, ମୁଁ ସବୁବେଳେ କହିଛି, ଗଭର୍ଣ୍ଣମେଣ୍ଟ ଜିନିଷ ଉପରେ କେବେ ଆପଣ ଆଶା ରଖନ୍ତୁ ନାହିଁ। ନିଜ ଚିନ୍ତା କରନ୍ତୁ କିପରି ମୁଁ ଅଧିକ ପଇସା ଇନକମ୍ କରିମି, ଯେଉଁ ବାଟ ହେଉ ଅଧିକ ପଇସା, ମାନେ ମୁଁ ଇନକମ୍ ଅଲଗା ଥ୍ରୋରୁ କରିମି। ଆପଣ କ'ଣ ଭାବୁଛନ୍ତି 27 ଟଙ୍କା ଦିନକୁ ପଡ଼ୁଛି ନା କେତେଟା? ମୁଁ ହିସାବ କରୁଥିଲି, ଦିନକୁ 27 ଟଙ୍କା ଆଜ୍ଞା ପଡ଼ୁଛି। କ'ଣ 27 ଟଙ୍କାର ଆଜ୍ଞା ଆପଣ କହିଲେ ଆଜିକା ଡେଟ୍ରେ ସମ୍ଭବ? ଆପଣ ଚିନ୍ତା କରୁନାହାନ୍ତି, ଆପଣ ପ୍ରତ୍ୟେକ ଦିନ ପଇସା ସରକାର ଦେଉଛନ୍ତି, ସେଇ ପଇସାରେ ଆସୁଛି, ଆପଣ ବି ଭଲ ଭାବେ ଜାଣିଛନ୍ତି। ତେଣୁ ମୁଁ ସେ ବାରମ୍ବାର କହିବାକୁ ଚାହୁଁନି। ତେଣୁ ଆପଣ ଗୋଟେ କଥା ଶେଷରେ ଆଉ ଗୋଟେ କଥା ରହୁଛି, ଇଏ PM ମିଶନ ସିଏମ୍ ମିଶନ ଚକ୍କରରେ ବିଲକୁଲ ପଡ଼ନ୍ତୁନି। ଆପଣ ଡକୁମେଣ୍ଟ ସବୁ ଠିକ୍ କରିଦେଇଛନ୍ତି, ଜନସ୍ୱାଗତରେ ଯାଆନ୍ତୁ। ଯଦି ସେଠି ଠିକ୍ ହେଇଗଲା ପରେ ଯଦି ଆପଣଙ୍କର ମେଜର ପ୍ରୋବ୍ଲେମ୍ ହେଇଛି, ସେଠି ସେ ସଲ୍ଭ କରିପାରୁନାହାନ୍ତି, ଆପଣ ସବୁ ଠିକ୍ ଅଛି, ତାହେଲେ ଆମ ନମ୍ବର ଦିଆଯିବ, ଆମକୁ ଡକୁମେଣ୍ଟ ପଠାଇକି ଆପଣ ବି ଠିକ୍ କରିପାରିବେ। କିନ୍ତୁ ଯଦି ସବୁ ଠିକ୍ ଥିବ, ମୁଁ ବା କ'ଣ କରିପାରିବି ନା ୟୁଟ୍ୟୁବରେ କ'ଣ କରିପାରିବେ?
ଅଣ୍ଡର ପ୍ରୋସେସ୍ ଏଇ ଯେଉଁ ଲେଖିଲା ଆପଣ ପ୍ରଥମ ଯେଉଁ ଦେଖେଇନି ଆପଣ ଦେଖେଇଲା ଇଏ କ'ଣ ଏଟା ଆମ ହାତରେ ଅଛି କି କନସର୍ନ ସେ ଲେଖୁଛି କ'ଣ ଡିପାର୍ଟମେଣ୍ଟ ସେଠି ଯାଆନ୍ତୁ ଆମ ହାତରେ କିଛି ନାହିଁ ତ ଆମେ ଜାଣି କିଛି କରିପାରିବୁ କି ଆପଣ ତ ସବୁ ଠିକ୍ ଅଛି ପ୍ରୋସିଡ୍ ବି ଲେଖିଛି ଏବଂ କହୁଛନ୍ତି ବଢ଼ିବ ବୋଲି ପଇସା ମୁଁ ଆଜି ବି ସକାଳେ ଗୋଟେ ଭିଡ଼ିଓ କରି ପକାଇଥିଲି ପଇସା ନିହାତି ବଢ଼ିବା ବି ଦରକାର ଏ 2,000 ଟଙ୍କା ଗଲା ଆଗରୁ ରହିଛି ଭୂମିହୀନ 12,500 ଟଙ୍କାଟା ଆଜ୍ଞା ବଢ଼ୁନାହିଁ ସେମାନେ କି ଦୋଷ କରିଥିଲେ ତାଙ୍କୁ ଟଙ୍କା 26,000 ମିଳିବ କି ନାହିଁ ତା ବି ଗ୍ୟାରେଣ୍ଟି ନାହିଁ ତେଣୁ ମୋଟାମୋଟି ନୂଆ ବି ଆପ୍ଲାଏ କରିବେ ସେମାନେ ହିଁ ପାଇବେ ଯେଉଁମାନେ ପୁରୁଣା ମଧ୍ୟ ସିଏ ମଧ୍ୟ ପାଇବେ କିନ୍ତୁ ଯେ ପର୍ଯ୍ୟନ୍ତ ନ ପାଇଛନ୍ତି ଆଜ୍ଞା ଭରସା ନାହିଁ କାହିଁକିନା ଏଠି ସବୁ ଠିକ୍ ଅଛି ଟଙ୍କା ଦେଉନାହାନ୍ତି ଏଇଟା ହେଉଛି ସତ କଥା ଆଜ୍ଞା ଆପଣ କ'ଣ ଲାଗିବ ଜାଣିନାହିଁ ତ ସେଥିପାଇଁ ତା ଉପରେ ଆଶା ନ ରଖି ଆପଣ ନିଜର ବେପାର କରନ୍ତୁ ନିଜର ବିଜନେସ୍ କରନ୍ତୁ ନିଜର କିଛି ଜବ୍ କରନ୍ତୁ ଅଧିକ ଇନକମ୍ କରନ୍ତୁ ଅଧିକ ବଡ଼ ଚିନ୍ତା କରନ୍ତୁ ଆଗକୁ ବଢ଼ନ୍ତୁ এইটা হচ্ছে মো কথা আজ্ঞা ঠিক বরং রাশন কার্ড কটু পিএম কিষান কটু সিএম কিষান কটু ভাড় মে যায় এইসব জিনিস আপনার যেতে মাইন্ড সেই অনুসারে নেবে আপনার মাইন্ড বি সাইকোলোজি সেই অনুসারে কাম করব সেই অনুসারে মধ্যে বি আপনার সবু কাম করে পারিবে ওকে আপনার যেতে ভিডিও আগে দেখি সাইলে মু কৌছি গ্যারেন্টি মারি কৌছি আপনার 2,000 টাকা পাই না ইউট্ୟୁବର 5,000 টাকা পাই সারিবেনি আপনার তো মাগଣା সমস্যা কাହିଁ দেଉଛନ୍ତି আজ্ঞা নিজ কামর ফোকস রখন্তু ଯେଉଁଦିନ ଗଭର୍ଣ୍ଣମେଣ୍ଟ ଡେଟ୍ ଦେବ ଗୋଟେ ଦିନ ପୂର୍ବରୁ ଜଣା ପଡ଼ିଯିବ ଜାନୁଆରୀ ଯେଉଁଦିନ ଧର ଡେଟ୍ ଆସିବ ମାର୍ଚ୍ଚ 8 ସୁଭଦ୍ରା ପାଅ ସମସ୍ତେ ଜାଣିଛନ୍ତି ଜାଣନ୍ତି ପିଏମ୍ କିଷାନ ସିଏମ୍ କିଷାନ ଆପଣ ଜାଣିଛନ୍ତି 6 ମାସ ପରେ 4 ମାସ ବ୍ୟବଧାନ ଦିଆଯାଏ ତାକୁ ବି ଜାଣିଛନ୍ତି ତା ପୂର୍ବରୁ ବାଡ଼ାନେ କ'ଣ ହେବ ଆଜ୍ଞା ଆଉ ଯଦି ଆପଣ ରିକ୍ୱାରମେଣ୍ଟ ଅଛି 2,000 ଟଙ୍କା 1,000 ଟଙ୍କା ରିକ୍ୱାରମେଣ୍ଟ ଅଛି ଅନ୍ୟ ବାଡ଼େ ଇନକମ୍ କରୁନାହାନ୍ତି ଯେ ଦିନକୁ 2,000 ଟଙ୍କା ରୋଜଗାର କରିପାରିବେ ଯେମିତି ଦିନକୁ 1,000 ଟଙ୍କା ରୋଜଗାର କରିପାରିବେ ଯେମିତି ଯେକୌଣସି ବାଟ ତ ଆପଣଙ୍କ ମାଇଣ୍ଡ ବି ଥିବ ଆପଣଙ୍କର ମୋ କଥା ଖରାପ ଲାଗୁଥାଇପାରେ କଥା କିନ୍ତୁ ଆଜ୍ଞା ମୁଁ ସତ କଥା ତେଣୁ ଛୋଟ ଚିନ୍ତା କରିବେ ଛୋଟ ହେଇକି ରହିବେ ବଡ଼ ଚିନ୍ତା କରିବେ ବଡ଼ ହେଇକା ଯିବେ ନମସ୍କାର ଜୟ ଜଗନ୍ନାଥ ଘରେ ଯଦି କିଛି ଇନକମ୍ କରିବାକୁ ଚାହୁଁଥାନ୍ତି ଏଇଠି ଗୋଟେ ଭିଡ଼ିଓ ଅଛି ଆଜ୍ଞା କ୍ଲିକ୍ କରି ଦେଖିବେ ତା ସହିତ ସିଏମ୍ କିଷାନ ପିଏମ୍ କିଷାନ ଯଦି ମେଜର ପ୍ରୋବ୍ଲେମ୍ ହେଇଥିବ ଆମେ ଆପଣଙ୍କ ନମ୍ବର ଦେଇଦେମୁ ଆମକୁ ଡକ୍ୟୁମେଣ୍ଟ ପଠାଇକି ମଧ୍ୟ ସଲ୍ଭ କରିପାରିବେ ଯଦି ମେଜର ପ୍ରୋବ୍ଲେମ୍ ହେଇଥିବ ଆଗେ ପାଖ ଜନସାଧାରଣ ଯିବେ ସେ ଠିକ୍ କରିଦେବେ ଯଦି ଭଲ କଥା ଯଦି ନ ଠିକ୍ କରିପାରିବେ ଦେନ୍ ଆମ ପାଖକୁ ଆମକୁ ଦିଆଯିବ ଏଇଠି ସେ ଭିଡ଼ିଓ ଅଛି କ୍ଲିକ୍ କରି ଦେଖିବେ ନମସ୍କାର ଜୟ ଜଗନ୍ନାଥ क्या बात है सर क्या बात है सर क्या बात ये बात है